ଓମ୍ ନମଃ ଶିବାୟ। ମୁଁ ଜ୍ୟୋତିର୍ବିଦ ଓ ଲେଖକ ଏବଂ ଶିବ ସାଧକ ପ୍ରଫେସର ରୁଦ୍ରପ୍ରସନ୍ନ ମହାପାତ୍ର ଆଜି ଆପଣଙ୍କ ପାଖରେ ଉପସ୍ଥାପନା କରିବି ଆପଣଙ୍କର ଇଷ୍ଟ ଦେବ କିଏ। ଶିବ ଆପଣଙ୍କର ଇଷ୍ଟ ଦେବ ନା ହନୁମାନ ଆପଣଙ୍କର ଇଷ୍ଟ ଦେବ ବା ଇଷ୍ଟ ଦେବ କ'ଣ, ଇଷ୍ଟ ଦେବୀ ବା ଇଷ୍ଟ ଦେବ ସେ କ'ଣ। ଯେଉଁ ଦେବୀ କିମ୍ବା ଦେବତା ଆପଣଙ୍କର କୂଳ ଗୋଟେ ବଂଶ ତାପରେ ବଂଶ ଧରି ଲୋକମାନେ ପୂଜା କରି ଆସୁଛନ୍ତି, ଆପଣଙ୍କର କୂଳ କହିଲେ ଆମେ ଏଠି ସାଧାରଣତଃ ବାପା ସାଇଡ଼୍ରୁ ବୁଝୁ, ଯଦିଓ କିଛି ଜାଗାରେ ଯେଉଁଗୁଡ଼ା ମ୍ୟାଟ୍ରିଆର୍କାଲ ବା ମା ସାଇଡ଼୍ରୁ ଥାଏ ସେ ତ ଅଲଗା ଜିନିଷ, ଆମେ ସନାତନରେ ବାପା ସାଇଡ଼୍ରୁ ବୁଝୁ। ଆପଣଙ୍କ ବାପା ଜେଜେବାପା ଯାହା ପୂଜା କରି ଆସୁଛନ୍ତି ସେ ହେଲେ ଆପଣଙ୍କର କୂଳ ଦେବୀ। ଆପଣଙ୍କ କୂଳ ଦେବୀ ଗୋଟିଏ ରହିବେ। ଆପଣ ଯେଉଁ ଗାଁରେ ରହୁଛନ୍ତି ସେଠି ଗ୍ରାମ ଦେବୀ ଜଣେ ରହିବେ, କିନ୍ତୁ ଆପଣଙ୍କର ଇଷ୍ଟ ସିଏ ଯେଉଁ ଦେବତା କିମ୍ବା ଦେବୀଙ୍କର ବିଗ୍ରହ ସହିତ, ଏଠି ମୁଁ ବିଗ୍ରହଟାକୁ ଅଣ୍ଡରଲାଇନ୍ କରୁଛି, ଆପଣ ସବୁଠୁ ଭଲ ଯୋଗ ସୂତ୍ର ସ୍ଥାପନ କରିପାରୁଛନ୍ତି। ଆପଣ କୃଷ୍ଣଙ୍କୁ ଦେଖିଲେ ଆପଣଙ୍କ ମନରେ ଗୋଟେ ବହୁତ ଭଲ ଭାବନା ଆସିଲା। ବିଗ୍ରହର ଉଦ୍ଦେଶ୍ୟଟା ହିଁ ସେଇଆ। ଭଗବାନ କୌଣସି ବିଗ୍ରହରେ ନଥାନ୍ତି। ବିଗ୍ରହର ଉଦ୍ଦେଶ୍ୟ ହେଲା ଯେ ଠାକୁରଙ୍କ ସହିତ ସେଇ ଦେବତା କିମ୍ବା ଦେବୀଙ୍କ ସହିତ ଗୋଟେ ଯୋଗସୂତ୍ର ସ୍ଥାପନ କରିବା ଏବଂ ବିଗ୍ରହ ଗୁଡ଼ିକ ମନ୍ତ୍ର ଅନୁସାରେ ହେଇଥାଏ। ଶଙ୍ଖ ଚକ୍ର ଗଦା ପଦ୍ମ କହିଲେ ଆମେ ଦେଖିଲୁ ବିଷ୍ଣୁଙ୍କୁ, କିମ୍ବା ଶିବ ଭୈରବଙ୍କୁ କହିଲେ ଖଡ଼ଗ ଧରିଥିବେ, ତ୍ରିଶୂଳ ଧରିଥିବେ, ସେ ଅନୁସାରେ ବିଗ୍ରହ ହେଇଥାଏ ଏବଂ ତାଙ୍କ ସହିତ ଆପଣ ଯୋଗସୂତ୍ର ସ୍ଥାପନ କରିପାରିବେ। ଯେଉଁ ଦେବତା କିମ୍ବା ଦେବୀ ସହିତ ଆପଣ ସବୁଠୁ ଭଲ ଯୋଗସୂତ୍ର ସ୍ଥାପନ କରିପାରୁଛନ୍ତି ସେ ହେଲେ ଆପଣଙ୍କର ଇଷ୍ଟ। ସେ ଯେକୌଣସି ଦେବୀ କିମ୍ବା ଦେବତା ହେଇପାରନ୍ତି। ଆପଣଙ୍କର ଇଷ୍ଟ ଦେବତା ତ ବିଷ୍ଣୁ ହେଇଥିବେ, ଆପଣଙ୍କର ସ୍ତ୍ରୀଙ୍କର ଲକ୍ଷ୍ମୀ ହେଇଥିବେ, ଆପଣଙ୍କ ପୁଅର ହେଇଥିବ କାର୍ତ୍ତିକ। ଯଦି ଆମେ ଓଡ଼ିଶାରେ କାର୍ତ୍ତିକଙ୍କୁ ଏତେ ପୂଜା କରୁନା, ଏ ଲିଙ୍ଗରାଜ ମନ୍ଦିରରେ ଥିବା କାର୍ତ୍ତିକ ମନ୍ଦିରଟିକୁ ମୁଁ ଦେଖିଛି ବହୁତ ଲୋକ ଯାଆନ୍ତିନି। କାହାର ଗଣେଶ, ଆପଣ ଆଖି ବୁଝିଦେଲେ ଯାହାର ବିଗ୍ରହ ଆପଣଙ୍କ ସମ୍ମୁଖକୁ ଆସିଯାଉଛି ସିଏ ହେଲେ ଆପଣଙ୍କ ପାଇଁ ଇଷ୍ଟ। ଇଷ୍ଟ ଦେବତା କିମ୍ବା ଇଷ୍ଟ ଦେବୀ ହେଲେ ଆପଣଙ୍କ ପାଇଁ ସବୁକିଛି। ସେ ଆପଣଙ୍କର ବାପା ମା, ଆପଣଙ୍କର ସାଙ୍ଗ ବନ୍ଧୁ ସଖା ସବୁ। ଆପଣ ତାଙ୍କ ଆଗରେ ସବୁକିଛି କହିପାରିବେ। ଆଖି ବୁଝିଦେଲେ, ଧ୍ୟାନସ୍ଥ ହେଲେ, ତାଙ୍କ ବିଗ୍ରହ ଆପଣଙ୍କ ଆଗକୁ ଆସିଲା, ଆପଣ କହିପାରିବେ। ତେଣୁ କାହା କଥାରେ ପଢ଼ିକି, କାହା ପ୍ରରୋଚନାରେ ପଢ଼ିକି ଆପଣ ନିଜର ଇଷ୍ଟଙ୍କୁ ଚୟନ କରନ୍ତୁନି। ଯଦି ଇଷ୍ଟ ନିଜେ ଆପଣଙ୍କୁ ଚୟନ କରିବେ, ଆପଣଙ୍କର ସେ ଚୟନ କରିବାର ସାମର୍ଥ୍ୟ ନାହିଁ, କିନ୍ତୁ ସିଏ ହେଲେ ଇଷ୍ଟ। କୌଣସି ସ୍ୱାର୍ଥ ପାଇଁ କୌଣସି ଇଷ୍ଟଙ୍କୁ ଚୟନ କରନ୍ତୁ। ହନୁମାନ ମୋର ଇଷ୍ଟ, କାହିଁକିନା ମୋତେ ବହୁତ ଡର ଲାଗୁଥିଲା, ଏବେ ମୁଁ ଆଉ ଡରୁନି। भूत पिशाच निकट नहीं आवे, महावीर जब नाम सुनावे। এই ଉଦ୍ଦେଶ୍ୟ ନେଇ ଯଦି ବି ଆପଣ ଇଷ୍ଟ କରୁଛନ୍ତି ତାହେଲେ ଭଲ। ଆପଣ ଯେଉଁ ଦେବୀ କିମ୍ବା ଦେବତାଙ୍କ ବିଗ୍ରହକୁ ଦେଖିଲେ ଆପଣଙ୍କର ତାଙ୍କ ସହିତ ଭଲ ଲାଗେ, ଯୋଗସୂତ୍ର ସ୍ଥାପନ କରିପାରୁଛନ୍ତି, ସିଏ ହେଲେ ଆପଣଙ୍କ ପାଇଁ ଇଷ୍ଟ। ଏବଂ ଇଷ୍ଟ ଦେବୀ ଏବଂ ଦେବତା ଆପଣଙ୍କ ପାଇଁ ସବୁକିଛି। କୁହାଯାଏ ଯେ ସିଏ ଆପଣଙ୍କ ସାଙ୍ଗରେ ଏ ଜନ୍ମ ଛାଡ଼ି ଜନ୍ମ ଜନ୍ମାନ୍ତର ରୂପେ ରହିଛନ୍ତି ଏବଂ ରହିବେ, ଯଦି ଆପଣ ତାଙ୍କ ପ୍ରତି ସେତିକି ଶ୍ରଦ୍ଧା ଅଛି। ମନେ ରଖିଥାନ୍ତୁ, ଇଷ୍ଟ ଦେବୀ କିମ୍ବା ଦେବତାଙ୍କର ପୂଜା କରିବାକୁ ହେଲେ ଆପଣଙ୍କୁ ତାଙ୍କ ଗୁଣ ଗୁଡ଼ିକ ନିଜ ଭିତରେ ଅବଲମ୍ବନ କରିବାକୁ ପଡ଼ିବ। ଆପଣ କହିଲେ ମୁଁ ରାମ ହେଲେ ମୋର ଇଷ୍ଟ, ତେଣୁ ଆପଣ ସେତିକି ମର୍ଯ୍ୟାଦା ପୁରୁଷ ହେବାର ଅଛି। ଆପଣ ଧର୍ମ ସେମିତି ରକ୍ଷା କରିପାରୁଥିବାର ଅଛି। ଇଆଡ଼େ ନିଜ ପରିବାରକୁ ଦେଖୁଥିବାର ଅଛି, ସିଆଡ଼େ ନିଜ ଅଫିସରେ କାମ କରୁଥିବାର ଅଛି। ଯେ ପରଫେକ୍ଟ ବାଲାନ୍ସ ରଖିପାରୁନାହାନ୍ତି, ତାହେଲେ ଆପଣ ରାମଙ୍କ ଇଷ୍ଟ ହେଇପାରିଲେନି। ହନୁମାନ ଆପଣଙ୍କର ଇଷ୍ଟ। ଆପଣ ହନୁମାନଙ୍କ ଭଳିଆ ନିଜର ଲୋକମାନଙ୍କ ସେବା କରିପାରୁନାହାନ୍ତି, ନିଜ ଜୀବନକୁ ଅନ୍ୟ ଦିଗରେ ଉତ୍ସର୍ଗ କରିପାରୁନାହାନ୍ତି, ତାହେଲେ ହନୁମାନ ଆପଣଙ୍କର ଇଷ୍ଟ ହେଇପାରିବେ ନାହିଁ।
କିନ୍ତୁ ଶିବଙ୍କ ଭଳିଆ ମୋ ଇଷ୍ଟ ଯଦି ମୁଁ ଅନ୍ୟ ଲୋକମାନଙ୍କର ଦୁଃଖଟାକୁ ନ ନେବି, ଶିବ ନୀଳକଣ୍ଠା ଭଳିଆ ବିଷ ପିଇ ଯାଇଥିଲେ, ତାହେଲେ ଶିବ ମୋର ଇଷ୍ଟ ନୁହେଁ। ତେବେ ଆଶା କରୁଛି ବୁଝିପାରିଥିବେ ଆପଣ ଇଷ୍ଟ ଦେବୀ କିମ୍ବା ଦେବତା କ'ଣ। ଧୀରେ ଧୀରେ ଆମେ ଏହି ସନ୍ଦର୍ଭରେ ଶିବ ସାଧନା, ଯୋଗ, ତନ୍ତ୍ର, ମନ୍ତ୍ର ଭିନ୍ନ ଭିନ୍ନ ବିଷୟରେ ଆଲୋଚନା କରିବା। କିନ୍ତୁ ମୁଖ୍ୟତଃ ଏହି ଚ୍ୟାନେଲଟି ଶିବ ସାଧନାକୁ ଉତ୍ସର୍ଗ, ଯାହା ମୋର ଅଭିଜ୍ଞତା। ଏବଂ ଅନ୍ୟ କିଛି ସାଧନା, ସେ ମହାବିଦ୍ୟା ସାଧନା କୁହନ୍ତୁ କିମ୍ବା ହନୁମାନ ସାଧନା, ଅନ୍ୟ ଯେକୌଣସି ଦେବାଦେବୀଙ୍କର ସାଧନା, ଦୟାକରି କମେଣ୍ଟରେ ସେ ବିଷୟରେ କିଛି ପଚାରିବା ନାହିଁ। ଏଇଟା କେବଳ ଆମେ ଶିବ ସାଧନା ବିଷୟରେ ଆଲୋଚନା କରିବା। ତେବେ ଚାଲନ୍ତୁ, ଆଶା କରେ ବୁଝିପାରିଥିବେ ଆପଣଙ୍କର ଇଷ୍ଟ କିଏ ଏବଂ ଇଷ୍ଟଙ୍କୁ ଆପଣ କେମିତି ନିଜର କରିପାରିବେ ଏବଂ ଇଷ୍ଟଙ୍କର ଗୁଣବତ୍ତା କେମିତି ନିଜ ଭିତରେ ଆପଣ ରଖିପାରିବେ। ତେବେ ଚାଲନ୍ତୁ, ଆଜି ତ ସମୟ ହେଇଯାଇଛି, ପୁଣି ଦେଖା ହେବା ଆଉ ଗୋଟିଏ ନୂତନ ଅଧ୍ୟାୟରେ। ଆଜି ପାଇଁ ରହିଲି। ଓମ୍ ନମଃ ଶିବାୟ।